ତେଣୁ ପୁଅ ଏଇପରି ବିଦ୍ୟା ଅର୍ଜନ କରିଥିଲେ ରାଜା ଦିଲ୍ଲୀପ। ଯେତେବେଳେ ଏତେ ଦିନ ପରେ ବ୍ରହ୍ମା କହିଛନ୍ତି ଯେ ତୁମେ କୁଳଗୁରୁ ବଶିଷ୍ଠଙ୍କର ସେବା କଲେ ପୁଅ ହବ, ଇଏ ସୁଖ ସମ୍ବାଦ ଦୌଡ଼ିଲେ ନିଜ ସ୍ତ୍ରୀ କି ଦେବା ପାଇଁ। ମଉସା ପୁଅ ଚାକିରି ପାଇଯିବ, ଆପଣ ଶୁଣିବେ, ଘରକୁ ଦୌଡ଼ିବେନି, ମାଉସୀ ଆଗରେ କହିବେ ନା ସବୁ ପରିବାର କଥା। ବାବୁ ଯଦି ଖେଳରେ ପୁଅ ଜିତିଲା कि कौन सी कारण आपणकर केस डिग्री होगा आपण दौड़े आग स्त्री की खबर देवे। राजा जो अनेक दिन प्रार्थना शुणी ब्रह्मा कही गुरु परामर्श ने पुओ हम वंश रक्षा पाइब। क्षिप्र बेगर दौड़े राजा राणी हंसपुर गेड़ुए राणी हंसपुर जो संवाद देवाई राजा दिल्लीप जाती। राणी कौन राणी अवस्था राणी कौ अवस्था अच्छा राजा दुआर बंधे ठिया देखुंट। कवि दीन कृष्ण दास बही कमला कांत चौतीसा मु कही सबू कवि नहीं जी कहला खसी कबरी भार पड़ी चरम खसी कबरी भार पड़ी चरम पर। राजा जेतबले दौड़ी आसी देखिले रानी करलो माँ मुक्त केश राशि खेले पिठी उपरे पड़ी। कलाहांडिया मेघ आकाश जमती देखा जाए सेमती देखा जाउची। खर कहले किरण किरणर रिपु मेघ परी देखा जाउची। क्षीणकटी रिपु मधु क्षीणकटी कहार सिंहर सिंहर शत्रु किए मृग मृग नाभि कस्तूरी आखि लुहेरे धोई पड़ कौन पुओ बुझुचु। खर रिपु गगन रे जमंत शोभा क्षीणकटी रिपु मधु भालरे चंदन बिंदु मुंडरे जो चंदन बिंदु सत्य कौन चंद्र उदय होती कि कलाहांडिया मेघ होची केश खंजनित कर्णे कुंडल खगपति सूतर मुकुट मंडल। खग कहले गरुड़ गरुड़र पति किए तांको सूत किए कंदर्प कंदर्प दर्पण पराय मुखमंडलटा मलिन पड़ी। आउ राजा देखुचंती केमिति देखा जाउची गला गंगा गजमती चिर फल चिंताधारा झील माने माँ माने सब बसी शुण ए बापा केमिति कवि केमिति शब्द विन्यास कहला गज शिर मोती फल गज शिर कौन थाए गजमती गजमुक्ता ता धेरे कौन करंती
ତା ଦେହରେ ମିଶେଇ ଦେଲା ବେଳକୁ ପ୍ରବାଳ ମିଶ୍ରିତ ମାଳ ଗଜମତି ହାରକୁ ଗଳାରୁ କାଢି ଥୋଇ ଦେଇଛି ତଳେ। ସାରା ଫପରେ ପୃଥିବୀ ପରେ ଶୋଇଛି। ମା ମାନେ ଶୁଣ, ରାଣୀଙ୍କର ଏତେ ଦୁଃଖ, ରାଣୀ ଆଉ ପଲଙ୍କରେ ନ ଶୋଇ କୋଉ ପଲଙ୍କ ନା ଗଜ କହିଲେ ହାତୀ, ତାର ରିପୁ ହଉଛି କିଏ ସେନା, ଏ ସିଂହର ରିପୁ ହେଲା ଗଜ, ଗଜଦନ୍ତ ପଲଙ୍କରେ ନ ଶୋଇ ସେ ତଳେ ଶୋଇଛି। କଣ ପୁଅ ବୁଝୁଛୁ? ଆଜି ଚିନ୍ତା କରୁଛନ୍ତି ରାଜା, ଗୋରି ମତେ କଲ କି ମାନ, ଗଙ୍ଗାଧର ଧାରିମୁଖୀ ତୁ ମୋ ଜୀବନ, ଗଙ୍ଗାଧର ଶିବ, ଶିବ ଧାରଣ କରନ୍ତି ଚନ୍ଦ୍ରକୁ, ଚନ୍ଦ୍ରମୁଖୀ ଆଜି ଅଭିମାନ କରିକି ବସିଛି। ଧୀରେ 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 ଡାକୁଛନ୍ତି ଆଜି କିଏ ନା ରାଜା ଦିଲ୍ଲୀପ। କହିଲେ ରାଣୀ, ଆରେ ତୁମର କଣ ହେଇଛି, ତୁମେ କାହିଁ ଏମିତି ବସିଛ? ଫୁଲ ସବୁ ପିଠିରେ ମାରନ୍ତି, ରେ ଯଦି ୟାକୁ ମାରିଲୁ ଏଠି ମୁଣ୍ଡରେ ମାରିଲୁନି, ଏଠି କଣ ମାରିଛୁ? ଏ ରାଣୀ, ଆରେ ତୁମେ ଦୁଃଖ କାହିଁ କରିଛ? କଣ ପାଇଁ ତୁମେ ବସିଛ କିଛି ମୁଁ ବୁଝିପାରୁନି। ଆସ। ସାଡା କ୍ଲିୟର ହଉନି ବୋଧେ। ଏ ର ପାଲାରେ ପରମ୍ପରା ଐତିହ୍ୟ। ଆଜ୍ଞା। ରାଣୀ ଆଜି ଅଭିମାନ କରିଛନ୍ତି ପୁଅ ଝିଅ ନାହିଁ ବୋଲି, କିନ୍ତୁ ରାଜାଙ୍କ ମନ ଆନନ୍ଦ। ବ୍ରହ୍ମା କହିଛନ୍ତି ଯେ ଗୁରୁଙ୍କର ପରାମର୍ଶ ନେଲେ ନିଶ୍ଚିତ ପୁଅ ହବ। ଇଏ ସୁଖ ସମ୍ବାଦ ଦେବେ କଣ? ରାଣୀ ଆଜି ପଲ୍ୟଙ୍କରେ ନ ଶୋଇ ତଳେ ଶୋଉଛନ୍ତି, ଆଖିରୁ ଲୁହ। ଡାକିଲେ ଟିକେ ଶୁଣିବନି? କଲ୍ୟାଣକାରୀ ହୁଅନ୍ତୁ ନାରାୟଣ, ବିଦ୍ୟା ବୁଦ୍ଧି ଦାନ ଦିଅନ୍ତୁ, ବୋଲ ଆନନ୍ଦ ଦେଖବା। ଗୋଟିଏ ପଦ ଗାଇବା, ଚୌପଦୀ। କବି କିଏ? କବି ହଉଛନ୍ତି କବି ସୂର୍ଯ୍ୟ ବଳଦେବ। କହିଲେ ସହି ତୁହି ପରା ଏଥିରେ ଯେତେ ପୁରୁଣା ସ୍ତ୍ରୀ ହଉ, ଅଭିମାନ କରିଥିଲା ବେଳେ ସ୍ୱାମୀ ଟିକେ ମନ ଭୁଲାଣିଆ କଥା କହିଦେଲେ ତା ଅଭିମାନ କୁଆଡେ ଚାଲିଯିବ। ସବୁଠେଇ ରୁହ, ସବୁଠେଇ ନିଶାପ କରିବାକୁ ଯିବ। ସ୍ୱାମୀ ସ୍ତ୍ରୀର କଳିରେ ଯିବ ନେଇଟି, ବେଳ ବୁଡକୁ ସେ କଳି କୁଆଡେ ଉଭେଇ ଯାଇଥିବ। ତେଣୁ ମନ ଭୁଲାଣିଆ କଥା କହି ମୁହଁରେ ହସ ଫୁଟେଇଲେ କହିବେ। କହିଲେ ସହି ତୁହି, ସେ ନାକରେ କାହିଁ ପିନ୍ଧିଛୁ, ତାକୁ କାଢିଦେ। ଆଉ କଣ ତୁ ଦେଖାଯାଉଛି ଯେମିତି ସତିକି ଖଟା ବିକିବାକୁ ଆସିଛୁ ବ୍ରହ୍ମପୁରରୁ। ମତେ ବାହା ହେଇଥିଲା କାହିଁକି? କହିଲା ସହି ତୁହି ପରା ମୋ ହୃଦୟ ମଣିମୟ ହାରା ପରା, ମୋ ହୃଦୟ ମଣି, ମୋ ହୃଦୟ ମଣି, ମୋ ହୃଦୟ ମଣି, ମୋ ହୃଦୟ ମଣିମୟ ହାରାରେ ତୁ ହି ପରା, ମୋ ହୃଦୟ ମଣି, ମୋ ହୃଦୟ ମଣି, ମୋ ହୃଦୟ ମଣି। ଆଉ ସହି ତୁ ମୋହର ସକଳ ସମ୍ପଦ, ମଦନ ଖଣିର ଦନ ବିସଗଦ, ମଦନ ଖଣିର ଦନ ବିସଗଦ। ସହି ତୁ ମୋହର ସକଳ ସମ୍ପଦ, ମଦନ ଖଣିର ଦନ ବିସଗଦ। ଅଖିଳ ବିଭବ ଆଖଣ୍ଡଳ ପଦ, ଅଖିଳ ବିଭବ ଆଖଣ୍ଡଳ। ମୁଁ ତ ରାଜା ହେଇଛି, ରାଣୀ ହେଇକିରି ଯାଉଛି, ଆଉ ତୁ ଏମିତି କଣ ମାଛି ହୁରୁଡଉଛୁ? ତୋ ମନକୁ କଣ ଗୋଡା? ଅଖିଳ ବିଭବ ଆଖଣ୍ଡଳ ପଦ, ଅଖିଳ ବିଭବ
হৃদয় মণি মোর হৃদয় মণি মোর হৃদয় মণি হৃদয় তুমি কাহিকি অভিমান করিছ মু আজি সুসংবাদ দেবি তুমকু হে সুদক্ষিণা তুমি চিন্তা কর না আস তুমি আজ মতে ডাকি পকাউছ কলা তেজ শুণ অল্প ধরিব আজ্ঞা মু ফটা কণ্ঠিয়া গায়ক নুহ তুমি ধরিদেলে মোর অড়ুয়া হয়ে যাଉଛି আজ্ঞা কলা তেজ মনুমান মনুমান তেজ সজ কঞ্জ বদন পীরতি বিচক্ষণা রে ইয়ে লাইন পাইবা পাই হলে ক্লাস করিবাকু পড়িব বড় বড় সিঙ্গর মানকর সংস্পর্শে আসিব আজ্ঞা। মোটা কণ্ঠিয়া ফটা কণ্ঠিয়া বদসরিয়া অনফিট ক্যান্ডিড তেজ মনুমান আরে কুয়াড়ে গলু রে প্রভাত সাউ এ মনুমান তেজ সজ কঞ্জ নয়না পীরতি হ্যাঁ ঠিক জায়গায় তো ধরিব কাম সরিব ইয়ে বিচক্ষণা রে পীরতি সেমিতি কাই আখি করছু চুপ হই বস সেটি বস তো লাগি সবু ভুল হয়ে যাব তু ঠিয়া হেলা বেলକୁ ମୋ ইন্টারেস্ট কমি যাଉଛି ইয়ে গোটে ঠিয়া হেলে চলন্তা তু দেখা পাউছু কেমিতি ইয়ে উচ্চা পাইব পীরতি বিচক্ষণা রে পীরতি বিচক্ষণা রে তেজ মনুমান ইয়ে তেজ মনুমান মনুমান তেজ সজ কঞ্জ নয়না পীরতি বিচক্ষণা রে পীরতি বিচক্ষণা রে আউ ছাড় মহিষুয়া উঠ সুনা দেহা ছাড় মহিষুয়া উঠ সুনা দেহা আউ কোরাল করোনা আউ করার করোনা ছাড় মহিষুয়া উঠ সুনা দেহা আউ কোটার করোনা আউ কোটার করোনা গন্ড মন্ডলে পানি মন্ডা না গন্ড মন্ডলে পানি মন্ডা গন্ড মন্ডলে পানি মন্ডা না মন্ডলে পানি মন্ডা হসি ভাস বীণা জিণা মধু বচনা বিরতে বিচক্ষণা রে আউ ইয়ে বিরতি বিচক্ষণা রে আউ ইয়ে তেজ মনুমান মনুমান তেজ সদ কঞ্জ নয়না পীরতি আস সুন্দরী হ্যাঁ কল্যাণকারী হুন্তু নারায়ণ বলে আনন্দে কবা হরি বল কলা পুন মার ଆଉ ଗୋଟିଏ ବୋଲିଦେବା এই পদ বল দিও ତୁନ ମାର 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 ରେ ସେଇଟା ନରମ ଏଇଟା ଗରମ ତୁନ ମାର 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 ରେ ମାର ରେ
ମହି ମଣ୍ଡନା ତୁ ନ ମାର ଏ ପୁଅ ଆଜ୍ଞା କମେଇବି ନାଇଁ ଚାଲୁ ସେତିକି ଅଛି। ତୁ ନ ମାର 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 ରେ ମାର ରେ କି ଷ୍ଟାଇଲ ଇଏ ଯେମିତି ମୁହଁ କରୁଛନ୍ତି ସ୍ତ୍ରୀ ଲୋକମାନେ ବି ସେମିତି କରିବେନି। ତୁ ନ ମାର 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 ରେ ମହି ସେ ତା ଦେହରେ ପୁରା ଫୁଲ ସାଉଣ୍ଡ ଦେଇଛନ୍ତି। ତାକୁ କୁହାଯାଉଛି ଟିକେ କମେଇ ଦିଅନ୍ତୁ। ବାପା ଟିକେ କମେଇ ଦେଲ ତାକୁ। ହଉ ଆସ ଆସ ସୁନ୍ଦରୀ ଲୋ ମୋ କୋଳରେ ବସ। ଆସ ସୁନ୍ଦରୀ। କାହିଁକି? ତମେ ତ ଅଣ୍ଡିଆ ରାତି ତମେ କି ବୁଝ? ଆରେ ତୁମେ ଜାଣିନା ମୁଁ ତୁମକୁ ସୁଖ ସମ୍ବାଦ ଦେବି। କୋଉ ସୁଖ କଥା କହୁଛ? ହେଁ? କୋଉ ସୁଖ କଥା କହୁଛ? ଆଉ ଆମର ଆଜି ଠାରୁ ଦୁଃଖ ରହିବନି। ମାନେ ଆବିର୍ଭାବ ହେଇ ବେଦପତି ବ୍ରହ୍ମା ଆମକୁ ପରାମର୍ଶ ଦେଇଛନ୍ତି। କହିଲେ ଆମେ କାଲି ସକାଳୁ ଯିବା କୁଳଗୁରୁ ବଶିଷ୍ଠଙ୍କ ଆଶ୍ରମକୁ। ସେ ଆମକୁ ସନ୍ତାନ ହେବାର ଉପାୟ ବତାଇ ଦେବେ। ଅନିଲି ଆଉ କିଏ କୁହନ୍ତୁ? ଆଶୀର୍ବାଦ କରିବେ ଆଉ ଅନିଲି ଆଉ କିଏ? ଅନିଲି ଅତିଥିଙ୍କର ନାରାୟଣ କଲ୍ୟାଣ କରିବନ୍ତୁ ବୋଲ ଆନନ୍ଦ ଏକ ବାର ପ୍ରଭୁ। ଆଜ୍ଞା ଯାଅ। ଆପଣ ଇଏ କରିବେ ଇଏ କ'ଣ କରିବି? କରିସାରିଲେଣି ପରା। ହଉ ଇଏ କରିସାରିଲେଣି। ହଉ ହଉ ହେ ମୋର ବିଦ୍ୱାନ ମଣ୍ଡଳ ଠିକ ଅଛି ବାପା। ଏଇ ପୁଅ ସେଇ ଜାଗାରେ ମୁଁ ଖୁସି ହୁଏ ଯୋଉ ଜାଗାରେ ପଇସା ଆସିଲେ ଲୋକ ଚିଡ଼ନ୍ତି। ଆଜି ଯୋଉ ତୁ ବୋଧେ ମୋ ଭାଗ୍ୟରେ ନାଉ ଯୋଉ ଟଙ୍କା ପାଉନାଇ ସେ ହିରୋଇନ ତାର ମୂଳ କାରଣ ହଉଛି ଦୈତାରୀ ପଣ୍ଡା। ଦୈତାରୀ ପଣ୍ଡା ଯାତନା ଦବାରୁ ସେ ପାଉଛି ଦି ପଇସା, ନହେଲେ ହେଇପାରିବନି ବାପା। ଏଇ ପୁଅ କାଲି ଆମେ ଯିବା ବେଳ ବିଳମ୍ବ କରିବାନି, ଆଉ ପଛକୁ ଯାଉନାହିଁ। ହେଲେ ରାଜା ଯେତେବେଳେ ଯିବେ ପଣ୍ଡିତ ରାଜ୍ୟ ଛାଡ଼ିକିରି କାହା ଦାୟିତ୍ୱରେ ଦେଇଯିବେନି। ମୋ ମା ଯେତେବେଳେ ଶାଶୁ ବୁଢୀ ଜାଣିଲା ମୁଁ ବୁଢୀ ହେଇଗଲେଣି ଦାୟିତ୍ୱ ବଡ ବୋହୂକୁ ଦବ। ରାଜା ଯେତେବେଳେ ଆଜି ରାଣୀକି ନେଇକି ସକାଳୁ ଯିବେ କୁଳଗୁରୁ ବଶିଷ୍ଠଙ୍କ ଆଶ୍ରମକୁ, ସେ କଣ ଲେଖିଲେ? କହିଲେ ଲେଖିଲେ ସଚିବ
ଆଜ୍ଞାପତ୍ରଟିଏ ଲେଖିଲେ ରାଜା ମହାମହିମ ଦିଲ୍ଲୀପ କହିଲେ ଆମେ କାଲି ସକାଳୁ ସକାଳୁ ଯିବୁ ବ୍ରାହ୍ମ ମୁହୂର୍ତ୍ତରୁ କୁଳଗୁରୁ ବଶିଷ୍ଠଙ୍କ ଆଶ୍ରମ ନ ଫେରିବା ପର୍ଯ୍ୟନ୍ତ ତୁମେ ମୋ ରାଜ୍ୟ ଦାୟିତ୍ୱକୁ ବହନ କରିବ ମଉସା ଆଜ୍ଞାପତ୍ର ଟିକି ସିଂହାସନ ଉପରେ ଥୋଇ ଦେଇ ରାତି ପାହିବାକୁ ଅଳ୍ପ ସମୟ ଅଛି ରାଜା ଡାକିଲେ ସାରଥୀ କି ସାରଥୀ ରଥ ନବ ରାଜା ରାଣୀ ଯିବେ କୋଉଠିକି ବଶିଷ୍ଠଙ୍କ ଆଶ୍ରମ ଡାକିଲେ ରାଜା କହିଲେ ସାରଥୀ ରଥଟା ପ୍ରସ୍ତୁତି କର ମୁଁ ଆମେ ରାଜା ରାଣୀ ଦୁଇ ଜଣ ଯିବୁ ବଶିଷ୍ଠଙ୍କ ଆଶ୍ରମ କୁଳଗୁରୁଙ୍କ ଆଶ୍ରମ ଧୀରେ କଣ କୁହ ମୁଁ ଯାଇପାରିବିନି କଣ ପାଇଁ ମୋର ତିନିଟା ବନ୍ଧୁ ଘରୁ ଏକା ଦିନକେ ଗୁଆ ଆସିଛି ବ୍ୟବହାର ଦିଆହବ ତିନିଟା ବନ୍ଧୁ ଘରୁ ବ୍ୟବହାର ଆସିଛି ଆଜ୍ଞା ତୁମେ ଯାଇପାରିବନି ନା କି ଅଜବ ଲୋକ ଇଏ ତୁ ତ ମୋର କର୍ମଚାରୀ ଆଜ୍ଞା। ତୁ ତ ମୋର ଡ୍ରାଇଭର ସାରଥୀ ଆଜ୍ଞା। କଣ ପାଇଁ ଯେ କୋଉ କୋଉ ବନ୍ଧୁ ଘରୁ ବ୍ୟବହାର ଆସିଛି ପ୍ରଥମେ ମୋ ଶଳାର ବାହାଘର ମୁଁ ଯାଇପାରିବିନି ଦ୍ୱିତୀୟରେ ପୁଅ ମାମୁର ବାହାଘର ଯାଇ ହବନି ତୃତୀୟରେ ସ୍ତ୍ରୀ ଭାଇର ବାହାଘର ଯାଇ ହବନି ଯିଏ ତ ଶଳା ଶଳା ସିଏ ତ ସ୍ତ୍ରୀର ଭାଇ ନୁହେଁ ସେଇ ମୋ ସ୍ତ୍ରୀ ଭାଇ ସିଏ ତ ପୁଅର ମାମୁଁ ନୁହଁ ଇରେ ତୁ ଚାକିରି କରିଛୁ ରାଜାର ଯେତେବେଳେ ଦରକାର ଗାଡି ଚଲେଇବୁ ରଥ ଚଲେଇବୁ ଠକ କୋଉଠିକାର ଅଳସୁଆ ରଥ ପ୍ରସ୍ତୁତି ରେଡି। ରଥ ରେଡି ରଥରେ ବସିଛନ୍ତି ରାଜା ରାଣୀ ସାରଥୀ ବସିଛି ସେ ରଥ କେମିତି ଦେଖା ଯାଉଛି କବି କାଳିଦାସ ବହି ରଘୁବଂଶ ମହାକାବ୍ୟ ସମୟ କମ ହବାରୁ ମୁଁ କେତେକ କାଟି ଦେଇଛି କହିଲା ସ୍ନିଗ୍ଧ ଗମ୍ଭୀର ନିର୍ଘୋଷଣ ନ୍ୟତଂ ସ୍ୟନ୍ଦନ ମାସ୍ତିତ ପ୍ରାପୁଷେଣ ପୟବାହ ବିଦ୍ୱୈରା ବତାଇବ କାବ୍ୟ ଅର୍ଥ କେମିତି ପରିଷ୍କାର କରାଯାଉଛି ଦେଖନ୍ତୁ ସ୍ନିଗ୍ଧ ଗମ୍ଭୀର ନିର୍ଘୋଷଂ ରାଜା ଯୋଉ ରଥ ପଣ୍ଡିତେ ବସିଛନ୍ତି ସେ ରଥ ଶିଶୁ କାଠରେ ତିଆରି ଇଏ ଦୁନିଆରେ ଯେତେ କାଠ ଅଛି ମା ମାନେ ଧୀରେ ଧୀରେ ଶିଶୁ କାଠ ଠାରୁ ଦାମୀ କାଠ ଥାଇପାରେ କିନ୍ତୁ ଶିଶୁ କାଠରେ ରଥ ତିଆରି କଲେ ସେ ଯେତେ କ୍ଷିପ୍ର ବେଗରେ ଗଡ଼ିଲେ ଶବ୍ଦ ପ୍ରଦୂଷଣ ହବନି ମୃଦୁମନ୍ଦ ସ୍ୱର ବାହାରିବ ପ୍ରତ୍ୟେକ ଦାସକାଠିଆ ପାଲାବାଲା ମାନେ ଶିଶୁ କାଠରେ ତିଆରି ରାମତାଳିକି କାଠିକି ନେଇ ଗ୍ରହଣ କରନ୍ତି କାହିଁକି ନା ମୃଦୁମନ୍ଦ ଶବ୍ଦ ଆସେ ସାଉଣ୍ଡଲେସ୍ ଗାଡି କଳା ରଙ୍ଗର ଶିଶୁ କାଠରେ ତିଆରି ରଥରେ ଗୌରବର୍ଣ୍ଣା ରାଜାରାଣୀ ଯେତେବେଳେ ବସିଲେ ହେ ଗେଡୁଆ ଏଠି କବି କହିଲେ ପ୍ରାଭୂଷଣ ପୟବାହ ପୟ କହିଲେ କଣ ପାଣି ପାଣି କି ବହନ କରେ କିଏ ମେଘ ମେଘ ରୁହେ କୋଉଠି ଆକାଶରେ ମେଘର ରଙ୍ଗ କଳା କଳା ହାଣ୍ଡିଆ ମେଘ କୂଳରେ ବିଜୁଳିଟିଏ ମାରିଦେଲେ ଯେମିତି ଦେଖାଯାଏ କଳା ରଙ୍ଗର ଶିଶୁ କାଠର ତିଆରି ରଥରେ ଗୌରବର୍ଣ୍ଣା ରାଜାରାଣୀ ସେମିତି ଦେଖାଗଲେ କି ଅର୍ଥ ଏମିତି ଆଡୁ କଣ ବାପା ବୁଲୁଛ ହେଁ ଧନ୍ୟ ପ୍ରହ୍ଲାଦ ସାହୁ ଧନ୍ୟ ତୁମ ଅର୍ଥ ରାଜାରାଣୀ ବସିଛନ୍ତି ରଥରେ ବ୍ରାହ୍ମ ମୁହୂର୍ତ୍ତ ବ୍ରାହ୍ମଣ ମାନେ ବେଦ ଧ୍ୱନି କଲେ କାରଣ ରଥ ଯିବ ନା ସିଂହ ଦ୍ୱାର ଉନ୍ମୁକ୍ତ ହେଲା କହିଲା ଚନ୍ଦ୍ରମା ମନସ ଜାତ ସୂର୍ଯ୍ୟ ଚକ୍ଷୁ ବାୟୁଷ ମୁଖାଦ ଅଗ୍ନିରୁଜାୟ ସିଂହ ଦ୍ୱାର ଖୋଲିଗଲା ମୋ ଜ୍ଞାନୀ ମାନେ ପଣ୍ଡିତ ମାନେ ଟିକେ ଶୁଣନ୍ତୁ ଆପଣ ମାନେ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଗଲାବେଳେ ଚାରିଆଡକୁ ଚାହାନ୍ତି କାହିଁକି ନା ଶୁଭ ସଂକେତ ଅଶୁଭ ସଂକେତ ଯେତେ ଡ୍ରାଇଭର ଭାଇ ମାନେ ଅଛ ଗାଡି ନେଇ ଗଲାବେଳେ ଯଦି ହଠାତ୍ ଗୋଟେ ବିରାଡି ପାସ୍ କଲା ଟିକେ ଅଟକି ଯିବନି ନା ଅଟକି ଯିବନି କେହି କେହି ମୁଁ ଦେଖିଛି ଓମ୍ ଲେଖି ଦିଅନ୍ତି ଜଗନ୍ନାଥଙ୍କୁ ଡାକନ୍ତି ସେମିତି ଯେକୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଆପଣ ମାନେ ବାହାରିଲା ବେଳେ ଶୁଭ ଅଶୁଭ ସଂକେତକୁ ଦେଖନ୍ତୁ ରାଜାରାଣୀ ଯେତେବେଳେ ଯାଉଛନ୍ତି ଗୋଟେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ କୁଳଗୁରୁ ବଶିଷ୍ଠଙ୍କ ଆଶ୍ରମକୁ ସେ କଣ ଶୁଭ ସଂକେତ ଦେଖୁଛନ୍ତି କବି ହେଲେ ଅଭିମନ୍ୟୁ ବହି ବିଦଗ୍ଧ ଚିନ୍ତାମଣି ମୁଁ କହିଛି ଅଳଙ୍କାର ଦେହରେ ନେଇକି ଯିବି କହିଲା ଇଏ ଯେଉଁ କାଳେ ଅନୁକୂଳ ବିଧି